ଆଜି ଆପଣଙ୍କର ଜିଲ୍ଲାରେ ବର୍ଷା ହେବ କି ନା ପୁଣି ଖରା ଓ ଗରମର ସାମ୍ନା କରିବାକୁ ପଡ଼ିବ? ଆସନ୍ତୁ ଜାଣିବା ଆଜିର ସମ୍ପୂର୍ଣ୍ଣ ଓଡ଼ିଶାର ପାଣିପାଗ ରିପୋର୍ଟ। ନମସ୍କାର, ଆପଣ ଦେଖୁଛନ୍ତି ଓଡ଼ିଆ ନ୍ୟୁଜ୍ ଟକ୍। ମୁଁ ହେଉଛି ପ୍ରବୀଣ। ଚାଲନ୍ତୁ ଜାଣିବା ଆଜି ଓଡ଼ିଶାର ସମ୍ପୂର୍ଣ୍ଣ ପାଣିପାଗ ରିପୋର୍ଟ। କେଉଁ ଜିଲ୍ଲାରେ ବର୍ଷା, କେଉଁଠି ବଜ୍ରପାତର ସମ୍ଭାବନା ଏବଂ କେଉଁଠି ରହିଛି ଶୁଷ୍କ ପାଗ। ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ, ଯାହାଫଳରେ ପ୍ରତିଦିନର ପାଣିପାଗ ଓ ଡେଲି ନ୍ୟୁଜ୍ ଅପଡେଟ୍ ସର୍ବପ୍ରଥମେ ଆପଣଙ୍କ ପାଖକୁ ପହଞ୍ଚିବ। ଚାଲନ୍ତୁ ଜାଣିବା ଆଜିର ପାଣିପାଗର ବଡ଼ ଖବର। ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିବାରୁ ଆଗାମୀ 24 ଘଣ୍ଟା ମଧ୍ୟରେ ଅନେକ ଜିଲ୍ଲାରେ ବର୍ଷାର ପ୍ରଭାବ ଦେଖାଯିବ। କେତେକ ସ୍ଥାନରେ ହାଲୁକାରୁ ମଧ୍ୟ ଧରଣର ବର୍ଷା ହେବା ସହ କିଛି ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ବଜ୍ରପାତର ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ଲଘୁଚାପର ସକ୍ରିୟ ରହିଛି। ଏହା ସହ ସମୁଦ୍ର ପୃଷ୍ଠର 7.6 କିଲୋମିଟର ଉପରେ ରହିଛି ଏକ ଘୂର୍ଣ୍ଣିବଳୟ, ଯାହାକି ଆଗାମୀ 2 ଦିନରେ ଆହୁରି ଘନୀଭୂତ ହେବ, ଯାହା ପ୍ରଭାବରେ ଏବେ ଲାଗି ରହିଛି ତୁହାକୁ ତୁହା ବର୍ଷା। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେଉଛି। ଏଭଳି ପାଗ ଆଗାମୀ 7 ତାରିଖ ପର୍ଯ୍ୟନ୍ତ ଲାଗି ରହିବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି। 24 ଘଣ୍ଟା ପାଇଁ 5 ଜିଲ୍ଲା ସମ୍ବଲପୁର, ସୋନପୁର, ଅନୁଗୁଳ, ବୌଦ୍ଧ ଓ କନ୍ଧମାଳକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି। ସେହିଭଳି ପ୍ରବଳ ବର୍ଷା ନେଇ କେନ୍ଦୁଝର, କଟକ, ଢେଙ୍କାନାଳ, ନୟାଗଡ଼, ଗଞ୍ଜାମ, ଗଜପତି, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ଅବଶିଷ୍ଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ମତ୍ସ୍ୟଜୀବୀମାନଙ୍କ ପାଇଁ ମଧ୍ୟ ଆସିଛି ନୂଆ ରିପୋର୍ଟ। ଏପଟେ ଆଜିଠୁ 5 ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ବର୍ଷା ସହିତ ଜୋରରେ ପବନ ବହିବାର ସମ୍ଭାବନା ରହିଛି। ସମୁଦ୍ର ଏହି ସମୟରେ ଅଶାନ୍ତ ରହିବା ପୂର୍ବାନୁମାନ କରାଯାଇଛି। ତେଣୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ମତ୍ସ୍ୟଜୀବୀମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଲଘୁଚାପ ଜନିତ ବର୍ଷାକୁ ନେଇ ଅଗ୍ନିଶମ ବିଭାଗର ପ୍ରସ୍ତୁତି। ଲଘୁଚାପ ଜନିତ ପ୍ରବଳ ବର୍ଷା, ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଅଗ୍ନିଶମ ବାହିନୀକୁ ହାଇ ଆଲର୍ଟରେ ରଖାଯାଇଛି। 3ଟି ରେଞ୍ଜରେ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି। ଜଳବନ୍ଦୀ ଅଞ୍ଚଳରୁ ଉଦ୍ଧାର କାର୍ଯ୍ୟ ଲାଗି 324ଟି ବୋଟ୍ ରଖାଯାଇଛି। ଏହା ସହିତ 3143 ଲାଇଫ୍ ଜ୍ୟାକେଟ୍ ଏବଂ 2712 ଉଦ୍ଧାରକାରୀ ମୁତୟନ ରହିଛନ୍ତି। ତଳିଆ ଅଞ୍ଚଳରେ ଜଳ ନିଷ୍କାସନ ଲାଗି 952ଟି ପମ୍ପ ରହିଛି। ପ୍ରବଳ ବର୍ଷା ଯୋଗୁଁ ଘର ଭୁଶୁଡ଼ିବା ଏବଂ ଗଛ ଉପୁଡ଼ିବା ଘଟଣାର ମୁକାବିଲା ପାଇଁ ଅଗ୍ନିଶମ ଟିମ୍ ବିଭିନ୍ନ ଯନ୍ତ୍ରସା ସହିତ ପ୍ରସ୍ତୁତିକୁ ଚୂଡ଼ାନ୍ତ କରିଛି। ଲଘୁଚାପ ଜନିତ ବର୍ଷାକୁ ଆଖିରେ ରଖି ଅଗ୍ନିଶମ ଡିଜି ଓ ଆଇଜି ସ୍ତରରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ପ୍ରସ୍ତୁତି ଜୋରଦାରରେ କରାଯାଇଛି। ଚାଲ ଆସନ୍ତୁ ଜାଣିବା ଭାରତର ବିଭିନ୍ନ ରାଜ୍ୟର ପାଣିପାଗ ରିପୋର୍ଟ। ଭାରତୀୟ ପାଣିପାଗ ବିଭାଗ IMD ଅନୁସାରେ ଉତ୍ତର ଓଡ଼ିଶା ଉପକୂଳ ନିକଟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଦକ୍ଷିଣ ଗୁଜରାଟରୁ କର୍ଣ୍ଣାଟକ ପର୍ଯ୍ୟନ୍ତ ଅଫ୍ଶୋର ଟ୍ରଫ୍ ଏବଂ ପଶ୍ଚିମା ଝଡ଼ ମିଶି ମୌସୁମୀ ଟ୍ରଫ୍କୁ ଅଧିକ ଶକ୍ତିଶାଳୀ କରୁଛନ୍ତି। ଆସନ୍ତା 2-3 ଦିନ ମଧ୍ୟରେ ଏହି ସିଷ୍ଟମ ଆହୁରି ମଜବୁତ ହେବ, ଯାହାଫଳରେ ଉତ୍ତର ଓ ପୂର୍ବ ଭାରତରେ ବଜ୍ରପାତ ଓ ଝଡ଼ ପବନ ସହ ବର୍ଷାର ପରିମାଣ ଆହୁରି ବଢ଼ିବ। IMDB ଅନୁସାରେ ଆଜି 4 ଜୁଲାଇରେ ଛତିଶଗଡ଼, ତେଲେଙ୍ଗାନା, ଓଡ଼ିଶା, କେରଳ, ଗୋଆ, ତାମିଲନାଡୁ, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ ଏବଂ ସିକିମରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିହାର, ମଧ୍ୟପ୍ରଦେଶ, ଓଡ଼ିଶା, ରାଜସ୍ଥାନ ଏବଂ ତାମିଲନାଡୁ ସମେତ ଅନେକ ରାଜ୍ୟରେ ଘଣ୍ଟା ପ୍ରତି 50ରୁ 60 କିଲୋମିଟର ବେଗରେ ପବନ ବହିପାରେ।
ଆସନ୍ତାକାଲି 5 ଜୁଲାଇରେ ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି। ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ସିକିମ, ଗୋଆ, ତେଲେଙ୍ଗାନା ଏବଂ କର୍ଣ୍ଣାଟକର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରାଯାଉଛି। ଏହା ଥିଲା ଦେଶ ଓ ରାଜ୍ୟର ସମ୍ପୂର୍ଣ୍ଣ ପାଣିପାଗର ରିପୋର୍ଟ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ମୁଁ ବିଦାୟ ନେଉଛି। ପୁଣି ଦେଖା ହେବ ପରବର୍ତ୍ତୀ ପାଣିପାଗ ଅପଡେଟରେ। ସେ ପର୍ଯ୍ୟନ୍ତ ସୁରକ୍ଷିତ ରହନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।